नॉर्मली आमे जेतेबेले दहीरू लहुणी बाହାର करू बहुत टाइम नहीं थाए काहेकि ना ताको बहुत समय फेंटियाको पड़िଥାଏ ताको ଭଲ କି ନ ଫେଣ୍ଟିଲେ ଦହିରୁ ଲହୁଣୀ ଜମା ବି ବାହାରିବନି କିନ୍ତୁ ଆଜି ଆମେ ଏ ଟ୍ରିକ୍ ଆପଣେଇକି କଣ କରିବା ନା ମାତ୍ର 5 ମିନିଟରେ ଦହିରୁ ଲହୁଣୀ ବାହାର କରିବା ତା ସହିତ ଛେନା ମଧ୍ୟ ଆମେ ବାହାର କରିବା। ଦହିରୁ ଲହୁଣୀ ବାହାର କରିବା ପାଇଁ ଏଠି ମୁଁ ନେଇଛି ହ୍ୟାଣ୍ଡ ବ୍ଲେଣ୍ଡର ନେଇଛି ଯୋଉଥିରେ କି ପୁରା କମ ସମୟରେ ଦହିରୁ ଲହୁଣୀ ଆପଣ ବାହାର କରିପାରିବେ ଆଉ ଯେତେବେଳେ ବି ଆପଣ ଦହି ପକଉଛନ୍ତି ସେଥିରେ କଣ କରିବେ ନା ଜମା ବି କ୍ଷୀର ସେଥିରେ ଆଡ୍ କରିବେନି ଓନ୍ଲି କେବଳ ସରଟା ହିଁ ଆଡ୍ କରିବେ ଯୋଉଥିରେ କି ଲହୁଣୀଟା ଶୀଘ୍ର ବାହାରିବା ସହିତ ଆଉ ଅଧିକ ଘିଅ ମଧ୍ୟ ବାହାରିଥାଏ ଆଉ ଯଦି ଆପଣ ମାନେ କ୍ଷୀର ତା ସହିତ ଆଡ୍ କରୁଛନ୍ତି ସେ କଣ ହୁଏ ନା ଟିକେ ଅଧିକ ଦହିଟା ବାହାରିଥାଏ। ଏବେ ଆମେ କଣ କରିବା ନା ଗୋଟେ ବଡ ଜାଗା ନେଇକି ସେଥିରେ ହିଁ ଆମେ ଫେଣ୍ଟିବା ମିନିମମ୍ 5 ମିନିଟ୍ ପାଖାପାଖି ଲଗାତାର ଫେଣ୍ଟିବେ କଣ୍ଟିନ୍ୟୁଅସଲି ଜମା ବି ଛାଡିବେନି 5 ମିନିଟ୍ ଭିତରେ ହିଁ ଇଏ କଣ କରିବ ନା ଦହିରୁ ଲହୁଣୀ ଅଲଗା ହେଇଯିବ। ଆପଣ କଣ କରିବେ ନା ସେଥିରେ କିଛି ପାଣି କିମ୍ବା ବରଫ ଏ ସମୟ ଜମା ବି ଆଡ୍ କରିବେନି ପ୍ରଥମେ ଆକୁ ଭଲସେ ଫେଣ୍ଟି ନେବେ ଫେଣ୍ଟି ସାରିଲା ପରେ ଆପଣ ଦେଖୁଛନ୍ତି ତ କେମିତିକା ଲହୁଣୀ ଗୁରା ଲାଗିଯାଇଛି ବ୍ଲେଣ୍ଡରରେ ଦେଖିବେ ଆପଣଙ୍କର ଏଇ ଟାଇପର ଯେତେବେଳେ ବ୍ଲେଣ୍ଡରରେ ଲାଗିଯିବ ଜାଣିବେ ଯେ ଆପଣଙ୍କର ଅଲରେଡି ଦହିରୁ ଲହୁଣୀ ଅଲଗା ହେଇଗଲାଣି। ଏବେ ଆମେ ଗୋଟେ ବଡ ସାଇଜର ବରଫ ଖଣ୍ଡ ନବା ତାକୁ ଆମେ ଆଡ୍ କରିବା ବରଫ ଖଣ୍ଡଟା ଆଡ୍ କଲେ କଣ ହୁଏ ନା ଲହୁଣୀଟା ଆପଣଙ୍କର ଶୀଘ୍ର ପେଟା ବାନ୍ଧି ଦିଏ ଯୋଉଥିରେ କି ଦହିରୁ ଲହୁଣୀଟା ପୁରା ଅଲଗା ହେଇଯିବ ଟିକେ ବି ଲହୁଣୀ ଆପଣଙ୍କର ସେ ଦହିରେ ରହିବନି ଆଉ ଇଜି ହବ ଆପଣଙ୍କର ଯୋଉ ଦହିରୁ ଲହୁଣୀଟା ବାହାର କରିବା ପାଇଁ କାହିଁକିନା ଗୋଟେ ଟାଇପର ହେଇକି ହିଁ ବାହାରିବ ଆଉ କଣ କରିବେ ନା ଯୋଉ ବରଫଟାକୁ ପକେଇ ତାକୁ ଟିକେ ମିକ୍ସ କରିନେବେ ଏଇ ବ୍ଲେଣ୍ଡର ହିଁ ତାକୁ ମିକ୍ସ କରିଦଉଛି ଚଲଉନି କେବଳ ଏମିତି ଗୋଳେଇ ଦଉଛି ଆଉ କାହିଁକି ନା ଅଲଗା ଚାମଚ ଫାମଚ କିଛି ୟୁଜ କଲେ ତା ଦେହରେ ବି ଲହୁଣୀ ଲାଗିଯିବ କାହିଁକି ନା ଲହୁଣୀଟା ଯୋଉଥିରେ ଲାଗିବ ଚିକଣିଆ ଅଂଶ ଯୋଗୁ ତାକୁ ଟିକେ ସଫା କରିବା ପାଇଁ ଅ ମାନେ କଷ୍ଟ ହୋଇଥାଏ ଟିକେ ଅଧିକ ଲିକ୍ୱିଡ ଲାଗିଥାଏ ହାତ ଫାତ ସବୁଆଡେ ହେଇଯାଇଥାଏ ଏବେ ଆମେ କଣ କରିବା ନା ସେଥିରୁ ଯୋଉ ବ୍ଲେଣ୍ଡରରେ ଲାଗିଛି ତାକୁ ବି ବାହାର କରିନବା ଆଉ ବରଫ ଖଣ୍ଡ ଯୋଉ ପକେଇଛି ଦେଖନ୍ତୁ ବଢିଆ ସେ ଗୋଟା ହେଇ ଆସିଲାଣି ତାକୁ 5 ମିନିଟ୍ ଛାଡିଦେବେ ବରଫ ଖଣ୍ଡ ପକେଇ ତାକୁ 5 ମିନିଟ୍ ଛାଡିଦେବେ ସେ ଟିକେ ଲହୁଣୀଟା ଆପେ ଆପେ ଗୋଟାଳିଆ ହେଇ ଆସିବ ବା ଏକାଠି ହେଇ ଆସିବ ତାପରେ ସେ ଲହୁଣୀକି କଣ କରିବେ ନା ବାହାର କରିବେ ଆଉ ଲହୁଣୀକି ବାହାର କରିକି ଥଣ୍ଡା ପାଣିରେ ହିଁ ପକେଇବେ ମାନେ ବରଫ ପାଣିରେ ହିଁ ପକେଇଦେବେ ବରଫ ପାଣିରେ ପକେଇଲେ କଣ ହବ ନା ଆପଣଙ୍କର ଯୋଉ ଲହୁଣୀରେ ଲାଗିଥିବା ଦହି ଗୁରାକ ସେ ଦହି ଗୁରାକ ଆଉ ଲାଗିବନି ଦହି ଗୁରାକ ଧୋଇ ହେଇଯିବ ବରଫ ପାଣି ପକେଇଲେ ଲହୁଣୀ ଜମିଯାଏ ଦହି ଗୁରାକ ଅଲଗା ହେଇଯାଏ ଅଲଗା ହେଇଗଲା ପରେ ଆପଣ ଯେତେବେଳେ ଘିଅଟା ମାରୁଛନ୍ତି ସେଥିରେ ଯୋଉ କୋରୁଅଟା ହୁଏ ଅଧିକ କ୍ୱାଣ୍ଟିଟିର କୋରୁଅ ହବନି ଆଉ ଯୋଉ ଘିଅର କ୍ୱାଣ୍ଟିଟି ଆପଣଙ୍କର ଅଧିକ ବାହାରିବ। ଏବେ ଆମେ ଗୋଟେ କରେଇ ନବା ଆପଣ ଯୋଉଥିରେ ବି ଘିଅକୁ ମାରିପାରିବେ ଟିକେ ବଡ ଜାଗା ଦେଖି ଘିଅକୁ ମାରିବେ କାହିଁକି ନା ଘିଅକୁ ଆପଣ ଯେତେବେଳେ ଚୁଲି ହଉ କିମ୍ବା ଗ୍ୟାସରେ ବସଉଛନ୍ତି ଘିଅଟା ଦେଖିବେ ଲହୁଣୀଟା ମରିଲା ବେଳେ ଟିକେ ଉତୁରି ଥାଏ ଟିକେ ଅଧିକ ଯେମିତି କ୍ଷୀରଟା ଉତୁରିକି ଟିକେ ଅଧିକ ହୁଏ ଯେମିତି ଘିଅଟା ବି ଯୋଉ ଲହୁଣୀଟା ଉତୁରିକି ଟିକେ ଅଧିକ ହୁଏ ତେଣୁକରି ଟିକେ ବଡ ସାଇଜର ଜାଗା ନେବେ ଯୋଉଥିରେ କି ଆପଣଙ୍କର ଉତୁରିଲେ ବି ଆଉ ଘିଅଟା ବା ଲହୁଣୀଟା ତଳକୁ ଆସିବନି ଏବେ ଆମେ ତାକୁ ଛାଡିଦେବା ମିଡିୟମ ଫ୍ଲେମରେ ହବା ପାଇଁ ଯେତେବେଳେ ଏଇ ଷ୍ଟେଜକୁ ଆସିଯିବ ମାନେ ପୁରା ଘିଅଟା ଯେତେବେଳେ ମରି ମରି ଆସିବ ସେତେବେଳେ କଣ କରିବେ ନା ଗ୍ୟାସ ଫ୍ଲେମକୁ ଲୋ କରିନେବେ ଲୋ କରିକି ସେ ଲୋ ଫ୍ଲେମରେ ତାକୁ ଟିକେ ଚାମଚ ସାହାଯ୍ୟରେ ଏପଟ ସେପଟ କରିବେ କରିଦେଲେ କଣ ନା କୋରୁଅଟା ଏକଦମ ପୁରା ବସିକି ରହିବନି କୋରୁଅଟା ଟିକେ ମାନେ ବାହାରିଯିବ ଚାମଚ ସାହାଯ୍ୟରେ କଲେ ବାହାରିଯିବ ନଚେତ କଣ ହବ ତଳେ ପୁରା ବସିଗଲେ ଏକଦମ ତାତିଯିବ ତାକୁ ଆମେ କଣ କରିବା ନା କିଛି ସମୟ ଛାଡିଦେବା ଆଉ ଘିଅଟାକୁ କଣ କରିବା ଟିକେ କଡା ମାରିବେ ଯଦି ହାଲକା ମାରୁଛନ୍ତି ନା ଘିଅକୁ ଯଦି ଅଧିକ ଦିନ ଆପଣ ରଖିବେ ସେ ଗନ୍ଧେଇବ ଟିକେ କଡା ମରା ଘିଅ ହେଇଥିଲେ ନା ଜମା ବି ଗନ୍ଧେଇବନି ଦେଖନ୍ତୁ ଯେତେବେଳେ ଏଇ ଷ୍ଟେଜକୁ ଆସିଯିବ ଘିଅର କୋରୁଅଟା ଟିକେ ହାଲକା କଲର ହେଇ ଆସିଥିବ ଟିକେ ଲାଇଟ ଗୋଲ୍ଡେନ କଲର ହେଇ ଆସିଥିବ ତାକୁ କଣ କରିବେ ନା ଗ୍ୟାସ ଫ୍ଲେମକୁ ଅଫ୍ କରିଦେବେ ଅଫ୍ କରିଦେଇକି ତାକୁ ଛାଡିଦେବେ କାହିଁକି ନା ଘିଅଟା ଆପଣଙ୍କର ସେଇ ଗରମରେ ହିଁ ଆଉ କିଛି ଅଂଶ ତାତିଯିବ ନଚେତ କଣ ହବ ନା ଘିଅକୁ ଯଦି ଏକଦମ ପୁରା କଡା କରିଦେବେ ତାହେଲେ ଘିଅ ସେଇ ଗରମରେ ବି ଆହୁରି ମଧ୍ୟ କଡା ହେଇଯିବ ତାକୁ ଛାଡିଦେବେ ଦେଖନ୍ତୁ ବନ୍ଦ କଲା ପରେ ବି ଘିଅଟା ଆପଣଙ୍କର ମିନିମମ୍ 2 ରୁ 3 ମିନିଟ୍ ପାଖାପାଖି ଫୁଟିବ ଏବେ ମୁଁ କଣ କରିଛି ନା ଥଣ୍ଡା ହବାକୁ ଛାଡି ଦେଇଛି ଏବେ ଏଠି ଯୋଉ ମୁଁ ଦହି ରଖିଥିଲି ଫେଣ୍ଟା ଦହି ସେଥିରୁ ମୁଁ କିଛି ମହି ପକଉଛି ଆଉ ମହିର କ୍ୱାଣ୍ଟିଟି ଟିକେ ଅଧିକ କରି ପକେଇବେ ଯୋଉଥିରେ କି ଦହିଟା ଆପଣଙ୍କର ପରଫେକ୍ଟ ଜମିବ ଏଥିରେ ଆପଣ ସର ପକେଇ ନେବେ ଏବେ ଆକୁ ଆମେ ସାଇଡରେ ରଖିଦେବା ଆଉ ଆକୁ ଆମେ ବସେଇବା ଛେନା ପାଇଁ ଯେତେବେଳେ ଛେନା ପାଇଁ ବସାଉଛନ୍ତି ଗ୍ୟାସ ଫ୍ଲେମକୁ ମିଡିୟମ କରିକି ତାକୁ ଛାଡିଦେବେ ସିଝିବା ପାଇଁ
ସେଇ ଭିତରେ ଆମର ଘିଅଟା ମଧ୍ୟ ଥଣ୍ଡା ହେଇଯାଇଛି। ତାକୁ ମୁଁ କଣ କରିଛି ନା ଯୋଉ ଅ, ଚାହା ଛଣାରେ ତାକୁ ମୁଁ ଛାଣିକି କୋରୁଅ ଗୁରା ଅଲଗା କରିନେଇଛି ଆଉ ଘିଅକୁ ମଧ୍ୟ ଅଲଗା କରିନେଇଛି। ଏବେ ଦେଖନ୍ତୁ କୋରୁଅଟା ଏଇ କଲର ହିଁ ରହିଲେ ଆପଣଙ୍କର ଘିଅଟା ବଢିଆ ବାସ୍ନା ଆସିବ। ଆଉ କୋରୁଅଟା ବି ମତେ ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ। ଆଉ ଜଣେ ଜଣେ ତ ମୁଢିରେ କୋରୁଅ ପକେଇ ଖାଇବା ପାଇଁ ବହୁତ ଭଲ ପାଆନ୍ତି। କିନ୍ତୁ ମତେ ଏସବୁ ଜମା ବି ପସନ୍ଦ ନୁହଁ। ମୁଁ ସବୁ କରେ କିନ୍ତୁ ମୁଁ ଜମା ବି ଘିଅ ଏମିତି ରନ୍ଧା ହେଲେ ଖାଏ। କିନ୍ତୁ କଞ୍ଚା ଘିଅ ମତେ ଆଦୌ ବି ପସନ୍ଦ ନୁହଁ। ଦେଖନ୍ତୁ କେତେ ସାରା ଘିଅ ବାହାରିଛି, କେତେ କ୍ୱାଣ୍ଟିଟିର ମିନିମମ୍ 150-200 ଗ୍ରାମ ପାଖାପାଖି ହବ ଘିଅ ବାହାରିଛି। ଆଉ ଏପଟେ ଦେଖନ୍ତୁ ଅ କଣ ହେଇଛି ନା ଛେନା ବି ଆମର ଅଲରେଡି ହେଇଗଲାଣି। ଆଉ ଦହି ଛେନା ନର୍ମାଲି କଣ ହୁଏ ନା ଟିକେ ଟାଣ ରଖିକି ତାକୁ ଆପଣ କରିବେ। ଯେମିତି ଆପଣ ନର୍ମାଲ ଛେନା ଟିକେ ନରମ ହୁଏ ସେମିତି କରିବେନି, ଟିକେ ଟାଣ ହିଁ ରଖିବେ ଦହି ଛେନା। ଏବେ ଆକୁ ଆମେ ଛାଣିଦବା ଗୋଟେ ଜାଗାକୁ। ଆଉ ଏଇ ଯୋଉ ଦହି ପାଣିଟା, ଯୋଉ ଛେନା ପାଣିଟା, ସରି ଛେନା ପାଣିଟା କହିଲି, ସେ ଛେନା ପାଣିଟାକୁ ଫୋପାଡ଼ିବେନି। ତାକୁ ଆପଣ କଡି ମଧ୍ୟ ବନେଇ ପାରିବେ। ତାକୁ ମୁଁ ସାଇଡରେ ରଖିଦେଇଛି, ତାକୁ ମୁଁ କାଲି କଡି ବନେଇ ନେବି। ଆଉ ଯେତେବେଳେ ଆପଣ ଘିଅ ମାରି ସାରୁଛନ୍ତି ସେତେବେଳେ କଣ ହଉଛି ନା ଯୋଉ ଘିଅ ପ୍ଲସ୍ ଯୋଉ ଲହୁଣୀ ଟା ଆପଣ ବ୍ଲେଣ୍ଡରରେ ମାରିଥିଲେ ସେ ବ୍ଲେଣ୍ଡର ଟା ସଫା କରିବା ପାଇଁ ଟାଇମ ମାନେ ଟିକେ ଝିନଝଟ ହେଇଥାଏ। ତାକୁ କଣ କରିବେ ନା କରେଇରେ ବସେଇ ନେବେ ପକେଇକିରି ଗ୍ୟାସ୍ ଫ୍ଲେମ ରେ ହାଇରେ ଦେଇଦେବେ, ଟିକେ ଲିକ୍ୱିଡ ପକେଇକି ତାକୁ ଆପଣ ଛାଣିଦେବେ ଫୁଟିବା ପାଇଁ। ପୁରା ଟକମକ ହେଇକି 2-3 ଫୁଟଣ ଆସିଯିବ। ଆସିଗଲା ପରେ ତାକୁ କଣ କରିବେ ନା ବନ୍ଦ କରିନେବେ। ଆଉ ସେଠି ମୁଁ କଣ କରୁଛି ନା ଚାହା ଛଣା ବି ଘିଅ ହେଇଥିଲା ନା, ତାକୁ ମଧ୍ୟ ମୁଁ ସେଥିରେ ଗରମ ପାଣି ଧୋଇ ଦଉଛି। ଇଜିଲି ଧୋଇ ହେଇଯିବ, ଆଉ ଅଧିକ ଲିକ୍ୱିଡ ବି ଦରକାର ପଡିବନି। ଆଉ ଯେହେତୁ ଇଏ ପ୍ଲାଷ୍ଟିକର, ତାକୁ ଆପଣ ନର୍ମାଲି ସେମିତି ପକେଇକି ରଖିବେନି, ନହେଲେ ନଚେତ କଣ ହବ ନା ତଳିଯିବ। ତାକୁ କଣ କରିବେ ନା ଏମିତି ହାତରେ ଧରିକି ସେ ଗରମ ପାଣିରେ ଜାଲିଟାକୁ ଧୋଇ ନେବେ, କମ୍ପ୍ଲିଟଲି ଧୋଇ ହେଇଯିବ। ଆଉ ଏବେ ଦେଖନ୍ତୁ ବଢିଆ ସେ ଧୋଇ ହେଇଗଲା ପରେ ମୁଁ ଦେଖଉଛି ଆପଣଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଟା ଆଉ କେତେ ବଢିଆ ସେ କ୍ଲିନ ହେଇଯାଇଛି, ମତେ ହାତ ମାରିବାକୁ ପଡୁନି। ଏଇଟା ଏକଦମ ଇଜି ପ୍ରୋସେସ। ଆପଣ ଯେତେବେଳେ ତେଲ କିମ୍ବା ଘିଅ କରୁଛନ୍ତି ଏମିତି ହିଁ ଗରମ ପାଣି ଧୋଇ ଦିଅନ୍ତୁ, ଦେଖିବେ ଇଜିଲି ୱାଶ ହେଇଯିବ। ଆପଣଙ୍କୁ କଷ୍ଟ କରିବାକୁ ବି ପଡିବନି। ଆଉ ଘିଅକୁ ଦେଖନ୍ତୁ ଥଣ୍ଡା ହେଲା ପରେ ମୁଁ କାଚ ଜାରରେ ରଖିଛି। ନର୍ମାଲି କାଚ ଜାରରେ ଘିଅଟା ରଖିବା ଦରକାର ପ୍ଲାଷ୍ଟିକ ଅପେକ୍ଷା। ରହୁଛି, ଜୟ ଜଗନ୍ନାଥ।